ମାଛ ତରକାରୀକୁ ଏମିତି ରାନ୍ଧିବେ ତ ଗୋଟେ ଥାଳି ଜାଗାରେ 2 ଥାଳି ନିଶ୍ଚୟ ଖାଇବେ। ଆଜି ଏଇ ଯେଉଁ ମାଛ ତରକାରୀର ରେସିପି ଆପଣମାନେ ଦେଖିବାକୁ ଯାଉଛନ୍ତି, ଏଇ ରେସିପିଟିକୁ ଆମେ ମା ଝିଅ ମିଶିକି ବନେଇଛୁ। ବହୁତ ଟେଷ୍ଟି ଲାଗିଥିଲା, ସମସ୍ତେ ଖାଇକି ପ୍ରଶଂସା କରିଥିଲେ। ନମସ୍କାର ଦର୍ଶକ ବନ୍ଧୁ, ମୋ ହାତରନ୍ଧା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ତ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ତ ଏଠି ଦେଖନ୍ତୁ ମୁଁ ଅଧ କିଲୋ ମାଛ ନେଇଯାଇଛି। ତ ସେଥିରେ ଦେଖନ୍ତୁ ଏବେ এই ମାଛକୁ ପ୍ରଥମେ ଆମେ ଧୋଇ ନେବା। ଯେମିତି ଆସିଛି ମୁଁ ଆପଣମାନଙ୍କୁ ସେମିତି ଦେଖାଉଛି। ଏଠି ଦେଖନ୍ତୁ ଆମର ମାଛ ଧୁଆ ତ ହୋଇଗଲାଣି। ଭଲସେ 3-4 ଥର କରି ଧୋଇ ନେବେ। ତାପରେ ସେଥିରେ ଲୁଣ ହଳଦୀ ସବୁ ପକାଇ ନେବା। ତ ସ୍ୱାଦ ଅନୁସାରେ ଆମେ ପ୍ରଥମେ ଲୁଣ ପକାଇ ନେଲେ, ଏବେ ସେଥିରେ ଆମେ ହଳଦୀ ପକାଇ ନେବା। ଫ୍ରେଣ୍ଡସ୍, ଆଜିର এই ରେସିପିଟିକୁ ଆପଣମାନେ ପୁରା ୱାଚ୍ କରନ୍ତୁ। ତାପରେ ଏବେ ଆମେ এই ଯେଉଁ ଲୁଣ ହଳଦୀକୁ ପକାଇ ଭଲସେ ତାକୁ ମ୍ୟାରିନେଟ୍ କରିନେବା। ତଳ ଉପର କରିକି ଭଲ ଭାବରେ ତାକୁ ମିଶାଇ ଦେବା। ତାକୁ ଘୋଡ଼େଇକିରି ରଖିଦେବା 15 ମିନିଟ୍ ପର୍ଯ୍ୟନ୍ତ। ଏମିତି ମ୍ୟାରିନେଟ୍ କରିକି ରଖିଲେ କ'ଣ ହେବ ନା, ଲୁଣ ଆଉ ହଳଦୀ ଭଲସେ ମାଛ ସହିତ ମିଶିଯିବ। ତାପରେ ଯିବା ଆମେ ଆମର ମସଲା ପ୍ରସ୍ତୁତି ପାଇଁ। ସେଥିପାଇଁକି ମୁଁ ଏଠି ମିଡ଼ିୟମ୍ ସାଇଜ୍ର 3ଟି ପିଆଜ ନେଇଛି। ଛୋଟ ଛୋଟ ବୁଦା ରସୁଣ ମୁଁ 4-5ଟି ନେଇଛି। ଅଦା ଆମର ଯେତିକି କ୍ୱାଣ୍ଟିଟି ଦରକାର ହେବ ଆମେ କାଟି ସାରିଲା ପରେ ମୁଁ ଦେଖେଇବି। ଏଠି ଦେଖନ୍ତୁ 2ଟି ଆଳୁ ନେଇଛି। ଏବେ ଆମେ କାଟିବା। ତ ଏଠି ଦେଖନ୍ତୁ ମୁଁ କାଟିବା ସମୟରେ ମୋ ଝିଅ କହିଲା କି ମୁଁ ଆଜି କାଟିବି ଆଳୁ। ତ ଦେଖନ୍ତୁ ସେ କେମିତି କାଟୁଛି। ପ୍ରଥମ ଥର ପାଇଁ ସେ ଆଜି କଟାକଟି କରିବାକୁ ଆସିଛି। ଆଉ ଆପଣମାନେ ଏହି ରେସିପିକୁ ପୁରାପୁରି ଏନ୍ଜୟ କରନ୍ତୁ, ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ମୋର ରେସିପିଟି ଟିକେ ବି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ। ଚ୍ୟାନେଲରେ ନୂଆ ଆସୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ଏଠି ଦେଖନ୍ତୁ ଆଳୁ ଗୁଡ଼ିକ ଆମେ ଲମ୍ବା ଲମ୍ବା କରି କାଟି ନେଲେ। ତାପରେ ପିଆଜ କାଟି ନେବା। ଯଦି କିଛି ନୂଆ ରେସିପି ଆପଣମାନଙ୍କୁ ଦରକାର ଥିବ ତ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ଜଣାଇ ପାରିବେ। ତ ମୁଁ ଚେଷ୍ଟା କରିବି ଆପଣମାନଙ୍କର ମନପସନ୍ଦର ରେସିପି ଆପଣମାନଙ୍କ ପାଖେ ପହଞ୍ଚାଇବା ପାଇଁ। এই ଯେଉଁ ପିଆଜର ମଝି ଅଂଶଟିକୁ କାଟିଦେବା ପାଇଁ ମୁଁ କହିଲି, କାହିଁକି ନା এটা ରହିଲେ ତେଲରେ ଟିକେ ସିଝିବା ପାଇଁକି ଟାଇମ୍ ଲାଗିଥାଏ। ସେଥିପାଇଁ ସେଇଟାକୁ କାଢ଼ିଦେଲେ ପିଆଜଟି ବଢ଼ିଆ ସେ ସିଝିଯାଏ। ତ ଏଠି ଦେଖନ୍ତୁ ପତଳା ପତଳା କରି ତାକୁ କାଟି ନେବା। ପୁରା ଧୀରେ ଧୀରେ ଆମ ଝିଅ କାଟୁଛି, ଆପଣମାନେ ଦେଖନ୍ତୁ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆପଣମାନଙ୍କର ଭଲ ପାଇବା ଏଇଭଳି ଭାବରେ ଦେଉଥାନ୍ତୁ, ଯାହାଦ୍ୱାରା ମୁଁ ପ୍ରେରିତ ହୋଇ ଗୋଟେ ନୂଆ ଭିଡ଼ିଓର ରେସିପି ଆପଣମାନଙ୍କ ପାଖେ ପହଞ୍ଚାଇ ପାରିବି। ଏବେ ପିଆଜ କଟା ସରିଗଲା। ତାପରେ ଆମେ ନେବା ଅଦା। ଏମିତି ମସଲା ଦେଇ ବନେଇବା, ପୁରା ଗାଁ ଷ୍ଟାଇଲରେ ବନଉଛି ମୁଁ। ଆପଣମାନେ ଜାଣିଥିବେ ଗାଁ ଷ୍ଟାଇଲରେ ଯାହା ବି ଆପଣମାନେ କରିବେ ବହୁତ ସ୍ୱାଦ ଲାଗିଥାଏ। ତ ଏବେ ଦେଖନ୍ତୁ ଅଦାରୁ ପ୍ରଥମେ ମୁଁ ଚୋପା ଗୁଡ଼ିକ ଛଡ଼େଇ ନେଉଛି। ସବୁବେଳେ ଅଦା ରସୁଣ ପେଷ୍ଟ ମୁଁ ବନେଇକି ରଖିଥାଏ, କିନ୍ତୁ ଏଇଟା ସରିଯାଇଥିଲା। ତ ସେଥିପାଇଁକି ସବୁ ଜିନିଷ ଆପଣମାନଙ୍କ ସହିତ ସେୟାର କରିବାକୁ ଭାବିଲି ଆଜି ତା ସହିତ ବଟାବଟି କରିଦେବି। କେମିତି ମୁଁ ଅଦା ରସୁଣ ପେଷ୍ଟ ବନାଉଛି ଆଉ କେତିକି କ୍ୱାଣ୍ଟିଟିର ନେଉଛି ସବୁ ଆପଣମାନଙ୍କୁ ଦେଖାଇବି। ତ ଏଠି ଦେଖନ୍ତୁ ରସୁଣ ମୁଁ ଛଡ଼େଇ ନେଇଛି। ଆଉ ମନେ ରଖନ୍ତୁ ଯେତିକି ରସୁଣ ନେବେ ସେତିକି ଅଦା ନେବେ। କାଟି ସାରିଲା ପରେ ରସୁଣର କ୍ୱାଣ୍ଟିଟିକୁ ଚାହିଁକି ଯେତିକି ଅଦା ହେବ ସେତିକି ନେବେ। ତା ସହିତ ପିଆଜ, ଜିରା ଆଉ ଶୁଖିଲା ଲଙ୍କା। କିନ୍ତୁ ସବୁବେଳେ ମନେ ରଖନ୍ତୁ ଅଦା ରସୁଣର କ୍ୱାଣ୍ଟିଟି ସମାନ ଦେବେ। ତ ଏଠି ଆମେ ଜିରା ଦେଇ ସାରିଲେଣି। ତ ଏବେ ଆମେ ମସଲାକୁ ଚିକଣ କରି ବାଟି ନେବା। ତ ଏଠି ଦେଖନ୍ତୁ ଆମର ମସଲାଟି ରେଡ଼ି ହୋଇଯାଇଛି। ତ ଏଠି ଆମର ଆଳୁ ବି କଟା ସରିଯାଇଛି। ତ ଏବେ ଆମେ এই ପିଆଜକୁ ତୋଳି ନେବା। ତାପରେ ଟମାଟୋ କାଟି ନେବା। ଟମାଟୋକୁ ଟିକେ ପତଲା ପତଲା କରି କାଟି ନେବା। ଯେବେ ବି ଆପଣମାନେ ମସଲା ଗ୍ରାଇଣ୍ଡ କରୁଛନ୍ତି ଅଦା ରସୁଣ ପିଆଜ, ସବୁବେଳେ ଅଦା ଆଉ ରସୁଣର କ୍ୱାଣ୍ଟିଟି ସେମ୍ ରଖିବେ। ସମାନ ରଖିଲେ କ'ଣ ହେବ ନା ତାର ଟେଷ୍ଟ ବହୁତ ବଢ଼ିଆ ଆସିବ, ଖାଇବାକୁ ମଧ୍ୟ ଭଲ ଆସିବ। କେବେ ବି ମସଲା ଆପଣଙ୍କୁ ଉଣା ଅଧିକ ଲାଗିବନି, କେବେ ରସୁଣ ଅଧିକା ଲାଗୁଛି, କେବେ ଅଦା ଅଧିକା ଲାଗୁଛି, ସେମିତି କେବେ ବି ଲାଗିବନି। ଏବେ ଦେଖନ୍ତୁ ମୁଁ ଚପ୍ ଚପ୍ କରି କାଟି ନେଇ ଟମାଟୋ ଗୁଡ଼ିକ। ତ ଏବେ ତାକୁ ଆମେ ସାଇଡ଼୍ କରିନେବା। ଆଉ ଏଠି ଆମର ଆଳୁ ବି କଟା ହୋଇଯାଇଛି। ଝିଅ ଆମର ଟିକେ ମୋଟା କରି କାଟି ନେଇଛି, ତ ମୁଁ ଆଉ ଟିକେ ତାକୁ ପତଳା କରିଦେଉଛି। ଏମିତି କରିବା ଦ୍ୱାରା କ'ଣ ହେବ ନା, ଆମେ ଯେତେବେଳେ ଝୋଳରେ ପକାଇବା ସେଟା ଟିକେ ଭଲସେ ସିଝିଯିବ, ବେଶୀ ଟାଇମ୍ ଲାଗିବନି ସିଝିବା ପାଇଁକି। ତ ଏଠି ଦେଖନ୍ତୁ ପ୍ରଥମେ ଆମେ କଡ଼େଇ ଗରମ କରି ସେଥିରେ ସୋରିଷ ତେଲ ଦେଇ
आलू तक भाजी नेबा। तो आलू को आमे टिके गोल्डन कलर होबा पर्यंत भाजी नेबा। आपण माने चाहिले आलू को सिझेई करी मध्य टिके टाण थाई कि सिझेई देबे तापर मध्य ताकू भाजी करी व्यवहार करि परिबे। एठी देखंतु हमर आलूटी भजा होई गलानी। आलूटा टिके हल्का हल्का करी भाजी नेबे। तापर आमे माछ भाजी नेबा। माछरे भी माछटा देखुचंती केते सुंदर हळदिया कलर होई जाईची माने हमर माछटा बहुत बढ़िया से मैरिनेट होई कि रही जाईची। केही केही माछ देहरे से टिके लेंबू रस बहुत प्रकार पकई थांती आइछिनिया स्मेल हबो ये हबो सेमती किछि नाही। माछ को आमे भल से धोई नेबा। तार काटी अंश सब भल भाबरे छडेई करी सफा करिकी तापर ताको भल से धोई नेबा। किछि आपनको आइछिनिया किछि गंध हबनी। आ जेतबेले माछ भाजुसंती ना सबबेले हाई फ्लेम रे देकी भाजिबेनी। सबबेले लो टू मीडियम फ्लेम करिकी भाजिबे। देखिए से माछटा बहुत टेस्टी लगे खाइबा को भी बहुत भल लगे। तो एबे देखंतु हमर माछ भजा सरी जाइए। तो एबे मु सोरिष तेल गरम करिकी सेथरे टिके जीरा खंडे डालचीनी आउ 3-4टी लवंग पकाई सेथिरे ए जो पियाज काटिकी रखिथिली ताकू पकाई नेली। पियाज को टिके आमे भाजी नेबा। तापर सेथिरे लूण पकाई नेबा। एठी मु बड़ लूण दउची। बड़ लूण साधारणतः बहुत टेस्टी लगी थाए सबुथिरे। आपण माने जानिथिबे हमर माँ जेजेमा माने समस्ते बड़ लूण ही व्यवहार करुथिले। तो सेथि पई कि चिंता कली नाही बड़ लूण ही मु व्यवहार करिवि बहुत भल लागिवो माछ तरकारी रे। तो एठी देखंतु जो टमाटो को काटी रखिथिली ताकू पकाई नेली। एबे सेथिरे आमे मसला पकाई नेबा। 3 चामच मु मसला पकाई नेली। बाकी मसला को मु रखी देइची एना अति मसला देला माने जमा टेस्ट खाइबा को भी भल लागिवनी देह पई भी एते भल नुह। तापरे एठी मु हळदी गुंड पकाई नेउची टिके धनिया गुंड लंका गुंड ई सब घर तियारी धनिया गुंड लंका गुंड मु रखिथिली ताकू पकाईची। जदि भी आपण न दबा पई चाहू नांती तो धनिया टिके बाटिकी देबे बहुत भल लागिवो। तो एबे मु अल्प टिके पानी देकी ताकू कसी नेउची काहेकि ना तळे जेमती मसलाटी लागी न जिवो। एबे देखंतु मसला रु पानी सबू सुखी गलानी तेल भी ऊपर को देखा गलानी आपण माने देखि पारुछंती। एबे ए स्टेज रे हमें कोन करबा ना जो आलू आउ माछ दुईटी जाको पकाई करी कसी नेबा। प्रथमे मु आलू पकाई नेउची। आलू पकाई के आगो 2 मिनिट ताकू कसी नेबा। तापरे हमें सेथिरे माछ पकाइबा। माछ को भी जेतबेले आपण जदि भी मसला देकी तरकारी करिवे बेसी कड़ा करिकी भाजिबे नाही। बहुत हल्का कड़ा भाजिबे हल्का जेमती भाजिबे जेमती ऊपर बेसी लाल देखा जीवनी। तो एबे आमे सेतिरे पानी देई देबा कसी नेला परे माछ आ आलू को। तो एठी देखंतु हमर माछ तरकारी फुटी आसी गलानी। बस आउ 2 मिनिट 3 मिनिट पर आमे याको काढी नेबा। सेतिरे टिके धनिया पत्र पकाई नेबा ऊपरू आ टिके दालचीनी गुंड पकाई नेबा। तो एबे देखंतु हमर माछ तरकारी पूरा रेडी हो जाइची। एबे मु आपण माननकु सर्व करी देखाउची। बहुत बढ़िया होईची आ बेसी समय फुटेइले भी माछटा सिझी जाई थाए बहुत जोरे तो भल लागी न थाए। तो एई भली भाबरे आपण माने माछ तरकारी बनांतु समस्त बसी परिवार सह खांतु। तो फ्रेंड्स आजिर ये भिडियोटी आपण मानू केमिति लागिला मते कमेंट निश्चय करिवे। तो देखा हबो मोर आ गोटे एपिसोड रे आ गोटे नुवा रेसिपी सहित। रहूची नमस्कार जय जगन्नाथ।